ଅତି ବିହଳିତ ଏବଂ ଅଭିଭୂତ ହେବାର ସମୟ, ଯେଉଁଥିପାଇଁ ଯେ ଆମ ସମସ୍ତଙ୍କର ଅତି ପ୍ରିୟ କୁନି ଭଉଣୀଟି ମାଙ୍କର ଏକ ଅନନ୍ୟ ସନ୍ତାନ ଏ କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି ଏବଂ ଯିଏ ତାଙ୍କର ଚମତ୍କାର ନିରଳସ କଣ୍ଠରେ ମାଙ୍କର ନିରାଜନା କରୁଥିଲେ, ଆସ୍ଥା ଭଉଣୀ, ଯାହାଙ୍କର ଜନ୍ମଦିନ ଆଜି ସୁବର୍ଣ୍ଣପୁରର। ତାଙ୍କୁ ମାଙ୍କର ଆଶୀର୍ବାଦ ଭିକ୍ଷା କରୁଛି ତାଙ୍କ ପାଇଁ ଏବଂ ଦୀର୍ଘ ସୁନ୍ଦର ଦିବ୍ୟ ଜୀବନର କାମନା ବି କରୁଛି। ବଡ଼ ଖୁସିର କଥା, ଏହି ପାଠଚକ୍ରରେ ଆଉ ଜଣେ କୁନି ଆସ୍ଥା ଅଛନ୍ତି, ଯେଉଁମାନେ ଅଂଶଗ୍ରହଣ କରିଛନ୍ତି। ସନନ୍ତ ଭାଇ ଏବଂ ସାଧନା ଆପା ହାଇଦ୍ରାବାଦରୁ ସମସ୍ତଙ୍କୁ ଯଥାମାନ୍ୟ ଜଣାଉଛି ଏବଂ ଓଡ଼ିଶାର କୋଣ ଅନୁକୋଣରୁ ଏହି ଦୀର୍ଘ ପ୍ରଜ୍ଞା ପଥରେ ଯେଉଁମାନେ ଦୀର୍ଘ ଦିନ ଧରି ଆମକୁ ସହଯୋଗ କରି ଆସିଛନ୍ତି, ସମସ୍ତଙ୍କ ପାଖରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ଏବଂ ସମସ୍ତଙ୍କ ପାଇଁ ମାଙ୍କର କୃପା ଭିକ୍ଷା କରୁଛି। ଶ୍ରୀ ଅରବିନ୍ଦ କହିଛନ୍ତି ଯେ ଯୋଗର ଅଭ୍ୟାସ ବିନା ଆମ କର୍ମ ଗୁଡ଼ିକରେ କୌଣସି ଅସ୍ତିତ୍ୱ ନଥାନ୍ତା। The work without the practice of yoga, the work wouldn't have exist. ଏବଂ ଏହି କର୍ମର ତାତ୍ପର୍ଯ୍ୟ ଆଉ ତାର ଲକ୍ଷ୍ୟ ଯଦି ଆମେ ସାଧନ କରିବାକୁ ଚାହୁଁ, ତାହେଲେ ଏଥିରେ ସମସ୍ତଙ୍କ ପାଇଁ ଯୋଗ ଏକ ଅପରିହାର୍ଯ୍ୟ ବିଷୟ। ଯୋଗ କହିଲେ, ତପସ୍ୟା କହିଲେ, ସାଧନା କହିଲେ, ଆଉ ଯାହାକୁ ଆମେ ଅଲଗା ଅର୍ଥରେ ବି କହିପାରୁଛୁ ଯେ ଫାଇନାନ୍ସ, ଇଂରାଜୀରେ କେବେ ଅଷ୍ଟେରିଟି କହୁଛୁ, କେବେ ଏଟୋନମେଣ୍ଟ କହୁଛୁ, କେବେ ମୋଟିଫିକେସନ କହୁଛୁ, ଯାହା ବି କହୁ, ଏ ସବୁ ଗୁଡ଼ିକ ଗୋଟିଏ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ଯେ ଆମକୁ ଆମ କର୍ମର ଗତି, ଆମ କର୍ମର ସଂଗତି, ଆମର ଲକ୍ଷ୍ୟ ଏବଂ ଆମର ତାତ୍ପର୍ଯ୍ୟ, ଏ ସବୁ କିଛିକୁ ଫଳବତୀ କରିବାକୁ ହେଲେ ଆମକୁ ଗୋଟେ ଯୋଗର ଜୀବନ ବା ତପସ୍ୟାର ଜୀବନଟି ବଞ୍ଚିବାକୁ ପଡୁଛି। ଏଇଟା କାହିଁକି ପଡୁଛି, ତାର ସରଳ ବ୍ୟାଖ୍ୟା ରହିପାରିବ। ଦେଖନ୍ତୁ, ଶ୍ରୀ ଅରବିନ୍ଦ ଆମ ସମସ୍ତଙ୍କୁ, ମଣିଷମାନଙ୍କୁ ବିଶେଷତଃ ଗୋଟିଏ ଟ୍ରାଞ୍ଜିସନାଲ ବିଙ୍ଗ ବୋଲି କହିଥିଲେ, ଗୋଟେ ମଧ୍ୟବର୍ତ୍ତୀକାଳୀନ ଜୀବ। କାହିଁକି ମଧ୍ୟବର୍ତ୍ତୀକାଳୀନ? ଆମର ତଳେ ରହିଛନ୍ତି ପ୍ରାଣୀମାନେ, ଯୋଉ ପ୍ରାଣୀଙ୍କ ଜୀବନରୁ ଆମେ ଉଠି ଆସିଛେ ମାନବ ଜୀବନ ଆଡକୁ ମନ ପ୍ରାପ୍ତ ହେବା ପରେ। ଯୋଉ ପ୍ରାଣୀକତା ଭିତରୁ ଆମେ ଆସିଛୁ, ସେଇ ପ୍ରାଣୀମାନଙ୍କର କୌଣସି ପ୍ରଗତି ହୁଏ ନାହିଁ। 5000 ବର୍ଷ ତଳେ ଗାଈ, ବଳଦ, ଗଧ, ଘୋଡ଼ା, ହାତୀ, ବାଘ ଯେମିତି ଥିଲେ, ଆଜି ମଧ୍ୟ ସେମିତି ରହିଛନ୍ତି। ଏବଂ ଆମର ଉର୍ଦ୍ଧ୍ୱରେ ରହିଛନ୍ତି ଦେବତା, ଯାହାଙ୍କର କୌଣସି ସ୍ଖଳନ ହୁଏ ନାହିଁ, ସେମାନଙ୍କର କିଛି ପତନ ହୁଏ ନାହିଁ, ସେମାନଙ୍କର ଅଧୋଗତି ନାହିଁ। ସେମାନେ ଯେମିତି ଥିଲେ ସେମିତି ଅଛନ୍ତି। କିନ୍ତୁ ମଧ୍ୟବର୍ତ୍ତୀକାଳୀନ ଜୀବ ମଣିଷ, ତାର ଦୁଇ ଆଡକୁ ଗତି ହେଇଯାଉଛି। କେବେ ସେ ତଳକୁ ଚାଲି ଯାଇପାରେ, କେବେ ଊର୍ଦ୍ଧ୍ୱକୁ ଚାଲି ଯାଇପାରେ। ଯଦି ତାର ଜୀବନଟି ତପସ୍ୟା ସମ୍ଭୂତ, ଯଦି ତାର ଜୀବନରେ ସାଧନା ରହିଛି, ତାର ଜୀବନରେ ସଂଯମ ରହିଛି, ଶୃଙ୍ଖଳା ରହିଛି, ତାହେଲେ ହୁଏତ ତାହା ଏକ ଊର୍ଦ୍ଧ୍ୱମୁଖୀ ଜୀବନ ହେଇପାରେ। ଅବଶ୍ୟ ତା ବେଳେ ବେଳେ ସତ ବି ନୁହେଁ, ପରବର୍ତ୍ତୀ ପ୍ରସଙ୍ଗରେ ଆସିବା। କିନ୍ତୁ ଏକଥା ସତ୍ୟ ଯେ ମନୁଷ୍ୟ ଜୀବନ ଗୋଟେ ବିଚିତ୍ର ପ୍ରକାର ସ୍ଥିତିରେ ରହିଛି, କାହିଁକି ନା ତା ପାଇଁ ବିବର୍ତ୍ତନ ହେଉଛି ଏକ ଅବଧାରିତ ସତ୍ୟ। ସେ ବିବର୍ତ୍ତନ ପଥରେ ଯିବାକୁ ବାଧ୍ୟ, କାରଣ ତା ପାଖରେ ମନ ଭଳି ଗୋଟିଏ ସାଧନ ରହିଛି, ଯୋଉ ମନ ତାକୁ ଊର୍ଦ୍ଧ୍ୱ ଗତିରେ ନେଇଯାଇପାରିବ ଏବଂ ମନକୁ ସେଇ ଦିଗରେ ଗତି କରେଇ ନେବା ହିଁ ତା ପାଇଁ ଏକ ବଡ଼ ଆବଶ୍ୟକତା ମଧ୍ୟ, ଏକ ଅପରିହାର୍ଯ୍ୟତା ମଧ୍ୟ। ଯୋଉ କଥାଟିକୁ ଶ୍ରୀ ଅରବିନ୍ଦ ଯୋଉ ଅପରିହାର୍ଯ୍ୟର କଥା କହୁଥିଲେ, ଯଦି ପ୍ରାକ୍ଟିସ
Without the practice of yoga, the work wouldn't exist and could not have any meaning or function. ताले जो स्व तपस्यार कथा में एबे आलोचना कले से तपस्या शब्दटी जदियो गोटे संस्कृत शब्द तार इंग्राजी परिभाषा होची सेल्फ डिसिप्लिन। ये तपस्याटी सबुबेले साधु सन्यासी मुनि ऋषि मानक पछरे लागिक रहितला। तांकर गोटे वेशभूषा अलगा थिला, तांकर चलणी अलगा थिला, सेमानकर कर्म अलगा थिला। गोटे किपरि स्वतंत्रता सेमानक जो आध्यात्मिक जीवन यापन करुथवा तपस्या करुथवा तपस्वी मानकु साधु मानकु आज मध्य आमे नाटक रे जेतले आणु ताकु गोटे रूप दो। तार गोटे बड़ दाढ़ी थिबो, से गेरुआ वस्त्र पिंधिथिबो, गोटे बाड़ी धरिथिबो, गोटे कमंडल धरिथिबो, तांकर वेशभूषा रे बड़ गोटे विचित्रता रहिथिबो, गोटे स्वतंत्र सत्ता सेमानकु आमे एभଳି भाबी आस्थिले। किंतु जेतले श्री अरविंद आध्यात्मिक जीवन भीतर को गले, साधु हेले, सन्यासी हेले, मुनि हेले, ऋषि हेले, अवतार हेले, जहाँ भी माने आपण तांको वर्णना करि परंतु मां जेतेबेले तांको सहित गोटे स्पिरिचुअल कोलाबोरेटर भावरे दीर्घ वर्ष धरि तांको सहित काम कले। 1914 रु प्रकारांतरे आर्य पत्रिका से 1914 रे प्रकाशित होइतला। आमे सेहि दिनरु मांकर सहयोग श्री अरविंदଙ୍କ प्रति देखिबा। 1914 रु 1950 श्री अरविंदଙ୍କ देह थिबा पर्यंत परे जदि श्री अरविंदଙ୍କୁ नै से जीवन बंचिछन्ति से विषय को हम जाउनु। विषयटी हला सेठी सेमाने देखिले जे ई जो तपस्या इटा साधु सन्यासी मानकर आउ अधिकारभुक्त विषय नुहे। इटा ऑल लाइफ इज योग। समस्त जीवन योग पथरे अछि। कारण समस्त कर्म फलवती हवा कहले, समस्त कर्मर जदि गोटे लक्ष्य थाए, समस्त जीवन जदि गोटे तात्पर्य थाए, ताले स्वाभाविक भावरे आमर अस्तित्व को अर्थपूर्ण करिया पे जहा प्रयोजन आमे जो संघर्ष करूछंती, जो कष्ट स्वीकार करूछंती, जो तितिक्षा वर्ण करूछंती, आमे जहा अनुभूति बा अभिज्ञता रे हासिल करूछंती, आमे जहा जहा भी ए जगत रे करंती, कष्ट पांती कि आमे आनंद पांती, सबु को मिसेइले तार लस गसगो आमे समस्ते जोग पथरे अछु बोली श्रीमा और श्री अरविंद कहले। एवं सेमानक जीवन को देखंतु सब बेले गोटे निवेदन करि आसुची, जत्ते बेले कोनोसी लौकिक दृष्टांत दरकार पड़ुछि, कोनोसी अलौकिक दृष्टांत दरकार पड़ुछि, साधारण दृष्टांत दरकार पड़ुछि वा असाधारण दृष्टांत दरकार पड़ुछि, आमे स्वाभाविक भावरे एई मां श्री अरविंद को देखि परिबा। गोटे सामान्य धोती पिंधुतिले, गोटे धोती बेढ़ई होतिले, किछि श्री अरविंदଙ୍କର जीवन चर्चा जो माने जानती पढ़ती तो से माने कहि परिबे जे कोनोसी आटोप नथिला, कोनोसी अलंकारिक वेश विन्यास नथिला, बा गोटे साधुर चाली चलन जेमिति गोटे आमे सब देखि थाउ बा आमे कल्पना करि थाउ से भଳି नथिला। जने साधारण मनुष्य भଳି खबर कागज पढुथिले, देश विदेशर कथा को नै अन्य मानक सहित आलोचना करुथिले, बंधुता करुथिले, भल पाउथिले, लोक सहित थटा मजा भी करुथिले। जने अनन्य अनन्य भद्रलोक थिले जगतर। एवं मां को तो आमे देखिले आहुरी मनुष्य भଳି से बंचिछंती, जे खेलुथिले, केते निराभरण तांकर पोशाक, गोटे प्रकार केते मनोपचारिक भावरे से बंचिछंती, पिला मानक सहित मिसुथिले, सेमानकु पाठ पढौथिले, आश्रमर छोट छोट कथा को बुझुथिले। और एपरी गोटे कोनोसी बाटरे गोटे जो साधुर बा गोटे तपस्वीर गोटे पार्थक्य भीतर को, गोटे स्वतंत्रता भीतर को सेमानक जीवन प्रवेश करे नाही। एवं एई जगतर कोटि कोटि अनंत जीवन को सेमाने प्रेरित करिसंती जे समस्त जीवन ही तपस्यार जीवन, समस्त जीवन ही साधनार जीवन। से कथाटी कहीं कले कौन पाई आमे जो माने सब घरे अच्छु संसारी ही रहीचु, जो मानकु अतीत रे सन्यासी माने एक प्रकार
ଭୁଲ ବୁଝୁଥିଲେ, ତାକୁ ନାନାଦି ଶବ୍ଦରେ ଗୋଟେ ପ୍ରକାର ସେମାନେ ଅଜ୍ଞାନୀ, ସେମାନେ ସ୍ୱାର୍ଥପର ଜୀବନ ବଞ୍ଚୁଛନ୍ତି, ସେମାନେ ସବୁ ତାଙ୍କ ପାଖରେ ଯୋଗର କିଛି ଉପାଦାନ ନାହିଁ, ସେମାନଙ୍କର କିଛି ଉତ୍ତରିତ ଉନ୍ନତି ହଉନାହିଁ, ଏଇଭଳି ଯୋଉ ପରିଭାଷା ଗୁଡିକ ବ୍ୟବହାର ହଉଥିଲା ସାଧୁ ସନ୍ନ୍ୟାସୀ ଆଉ ସଂସାରୀ ଭିତରେ ଯୋଉ ଗୋଟେ ପାର୍ଥକ୍ୟର ସୀମାରେଖା ଟାଣି ଦିଆଯାଉଥିଲା, ସେଇଟା ଆଉ ନଥିଲା। ଆମେ ନଳିନ୍ଦାଙ୍କର ଲେଖାରେ ମଧ୍ୟ ସେଇ କଥାଟିକୁ ପାଉ। ସାଧାରଣ ମଣିଷର ଜୀବନରେ ଆମେ ତପସ୍ୟାର ଯୋଉ ଭିତ୍ତିଭୂମି ରହିଛି, ତପସ୍ୟାର ଯୋଉ ଉପସ୍ଥିତି ରହିଛି, ସେଗୁଡିକୁ ଆମେ ଦେଖିପାରୁନୁ ସତ, କିନ୍ତୁ ଯଦି ଆମେ ଥରେ ଗୋଟେ ସତ୍ୟର ଆଖି ନେଇ ତାଙ୍କୁ ଦେଖୁ, ତାହେଲେ ଆମେ ଦେଖିବା ଯେ ଗୋଟେ ବାପା ମା ତାର ପିଲା ପାଇଁ କେତେ କଷ୍ଟ ବରଣ କରେ, କେତେ ତିତିକ୍ଷା ଭିତରେ, କେତେ ସମର୍ପଣ ଭିତରେ, କେତେ ତ୍ୟାଗ ଭିତରେ ତାକୁ ଗତି କରିବାକୁ ପଡେ, ଯେ ସେଇଠି ବି ଡିଭୋସନ ରହିଛି, ସେଇଠି ବି ଡେଡିକେସନ ଅଛି। ଆଉ କାରଣ ଗୋଟେ ସାଧାରଣ ମଣିଷଟେ ଅତି କମରେ ନିଜର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଗୋଟେ ଶୃଙ୍ଖଳିତ ଜୀବନ ଯାପନ କରୁଛି, ଆଉ ପିଲାମାନେ ବି ନିଜ ପାଇଁ କେତେ କାମ କରନ୍ତି। ଆମେ ଦେଖିଛୁ ଯୋଉମାନେ ବହୁତ କ୍ୟାରିୟର ଓରିଏଣ୍ଟେଡ ଲାଇଫ ପ୍ରତି ଯୋଉମାନଙ୍କର ଗୋଟେ ସିରିୟସନେସ୍ ରହିଛି, ସେ ସବୁ ପିଲାମାନେ କେତେ ବ୍ୟବହାରିକ ଶୃଙ୍ଖଳାରେ ଭରପୁର। ଏଠି 2 ଜଣ ପିଲା ଥିଲେ ଏବେ ସାଙ୍ଗେ ସାଙ୍ଗେ, ସେମାନଙ୍କ ଉପସ୍ଥିତିକୁ ଆପଣ ଯଦି ଆତ୍ମାରେ ଅନୁଭବ କରିବେ, ଜାଣିବେ ଯେ ଦିବ୍ୟ ଜୀବନର ଯୋଉ ମୂଳ ଭିତ୍ତି ପ୍ରତିଷ୍ଠିତ ହଉଛି, ତ ସେଇଟା ଗୋଟେ ବଣ ଜଙ୍ଗଲକୁ ଯାଇକି ପ୍ରତିଷ୍ଠିତ ହବ ନାହିଁ, କି ହିମାଳୟକୁ ଯାଇକି, କି କୌଣସି ଗୋଟେ ଆମେ ଗୋଟେ ଋଷି ଆଶ୍ରମରେ ରହିକି ସେଇଟା ଯେତେ କରିପାରିବା ନାହିଁ, ବେଶୀ ତାକୁ ତିଆରି କରିପାରିବା, ବେଶୀ ପ୍ରସ୍ତୁତ ହେଇପାରିବା ଏଇଭଳି ସଂସାରରେ, ଆଉ ଏଇଭଳି ସାଧାରଣ ମଣିଷ ମାନଙ୍କ ଗ୍ରହଣରେ, ଗୋଟେ ସାଧାରଣ ପରିସ୍ଥିତିରେ, ଏଇଭଳି କଷ୍ଟପୂର୍ଣ୍ଣ ପରିସ୍ଥିତି ଭିତରେ। କାରଣ ଏଇ ସବୁ ଗୁଡିକ ଆମକୁ ଆହୁରି ପ୍ରେରିତ କରେ ମନୁଷ୍ୟର ଜୀବନକୁ ଆହୁରି ଊର୍ଦ୍ଧ୍ୱମୁଖୀ କରିବା ପାଇଁ, ଆହୁରି ବିବର୍ତ୍ତନର ପଥରେ ସଫଳତାର ସହିତ ଚାଲିଯିବା ପାଇଁ। ଶ୍ରୀ ଅରବିନ୍ଦ ତାଙ୍କର ଲାଇଫ ଡିଫାଇନ ଜଗତ ବିଖ୍ୟାତ ପୁସ୍ତକର ପୃଷ୍ଠା 161ରେ ଦ ଡିଭାଇନ ସୋଲ ପ୍ରବନ୍ଧରେ ଲେଖୁଛନ୍ତି, we begin to grasp intellectually what is the divine। ଆମେ ଆଜି ମନର ଆହୁରି ଉର୍ଦ୍ଧ୍ୱରେ ଥିବା ବୁଦ୍ଧି, ଆଉ ବୁଦ୍ଧିକୁ ନେଇ ତିଆରି ହେଇଥିବା ଇଣ୍ଟେଲେକ୍ଚୁଆଲିଟିରେ, ଯୋଉଟାକୁ ଆମେ ବୌଦ୍ଧିକତା ବୋଲି କହୁଛୁ, ବିଚାର ବୁଦ୍ଧି ବୋଲି କହୁଛୁ, ତାକୁ ବ୍ୟବହାର କରିକିରି ଆଜି ଦିବ୍ୟ କଣ ବୁଝିବାକୁ ଚେଷ୍ଟା କଲୁଣି, ଏବଂ ଏକଥା ମଧ୍ୟ ବୁଝିବାକୁ ଚେଷ୍ଟା କଲୁଣି ଦି ଏଟର୍ନାଲ ରିଆଲିଟି, କୋଉଟା ଶାଶ୍ୱତ ବାସ୍ତବତା, ଶାଶ୍ୱତ ସତ୍ୟ କଣ, ତାକୁ ବି ବୁଝିବାକୁ ଚେଷ୍ଟା କଲୁଣି। and to understand how out of it the world has come। ଏବଂ ଏକଥା ମଧ୍ୟ ଆମେ ବୁଝିବାକୁ ଚେଷ୍ଟା କଲେଣି ଏଇ ବିଶ୍ୱର କିଭଳି ଉତ୍ପତ୍ତି ହେଇଛି, the world has come, କିଭଳି ଭାବରେ ଏଇ ଜଗତ ଆସିଛି, ଏଇ ସୃଷ୍ଟି ଆସିଛି, ଆମେ ସେ କଥା ବୁଝିବାକୁ ଧୀରେ ଧୀରେ ଚେଷ୍ଟା କଲେଣି। we begin also to perceive how inevitably that which has come out of the divine must return to the divine। ଆମେ କଥା ବୁଝିବାକୁ ଆରମ୍ଭ କଲେଣି ଯେ inevitably, ଅପରିହାର୍ଯ୍ୟତ, ଯୋଉଟାକ ଅନିବାର୍ଯ୍ୟତ, କେବେ ସେଟା ତାର କୌଣସି ଗୋଟେ ପ୍ରକାର ଡେଭିଏସନ ନାହିଁ, ବିଚ୍ୟୁତି ହବନି। ଏଟା ଗୋଟେ ନିତାନ୍ତ ସତ୍ୟ ଯେ ଆମେ ଯେଉଁ ଦିବ୍ୟ ଭିତରୁ ଆସିଛୁ, which has come out of the divine, ଯାହା ଏ ଦିବ୍ୟ ଭିତରୁ ଆସିଛି, ଏ ସୃଷ୍ଟି, ଏଇ ଜୀବନ, ସବୁକିଛି, ଏଇ ଅସ୍ତିତ୍ୱ must return to the divine, ସବୁକିଛି ସେଇ ଦିବ୍ୟ ଭିତରକୁ ଫେରିଯିବ। ଫେରିଯିବ ମାନେ କଣ, ସେଠି ସମାହିତ ହେଇଯିବନି, ଦିବ୍ୟ ଭାବରେ ଅଭିବ୍ୟକ୍ତ ହବ। ଯାହା ଦିବ୍ୟ ରୁ ଆସିଛି, ଆଜି ଅଦିବ୍ୟ ପରି ଲାଗୁଛି, କାଲି ସକାଳେ ସେ ଦିବ୍ୟ ମହିମାରେ ମହିମାନ୍ୱିତ ହବ, ଦିବ୍ୟ ଆଲୋକରେ ଆଲୋକାନ୍ୱିତ ହବ। ଏଇ କଥାଟିକୁ ଆଜି ମଣିଷ ବୁଝିପାରୁଛି। ଏବଂ ଏକଥା ମଧ୍ୟ we may now ask with profit and a chance of clear reply। ଆଜି ମଣିଷ ପାଖରେ ଗୋଟେ ସ୍ପଷ୍ଟ ଉତ୍ତର ରହିଛି। ସେ ତାର ଯୋଉ ଶୁଭ
ଅବସ୍ଥାଟିକୁ ଦିବ୍ୟର ଶୁଭ ଅବସ୍ଥାଟିକୁ ଆଜି ଅନୁଭବ କରିପାରୁଛି। ହାଉ ୱି ମଷ୍ଟ ଚେଞ୍ଜ, ଆମେ କିଭଳି ଭାବରେ ନିଜକୁ ରୂପାନ୍ତରିତ କରିବା, ଆମେ ନିଜକୁ ଆଜି କିଭଳି ଭାବରେ ପରିବର୍ତ୍ତିତ କରିବା, and what we must become, ଆମେ କଣ ହୋଇ ଉଠିବା in order to arrive there, ଯେଉଁ ଦିବ୍ୟ ନିକଟକୁ ଆମକୁ ଆଜି ଫେରିଯିବାକୁ ହେଉଛି ବା ସେହି ଦିବ୍ୟତାକୁ ଭିତରକୁ, ଦିବ୍ୟ ଭିତରେ ଆମେ ନିଜର ସମସ୍ତ ସମ୍ଭାବନା, ଦିବ୍ୟ ଭିତରେ ନିଜର ସମସ୍ତ ଆସ୍ଥାନ, ନିଜ ଭିତରେ ସମସ୍ତ ଦିବ୍ୟ ଭିତରେ ସମସ୍ତ ଶରଣ, ଦିବ୍ୟ ଭିତରେ ସମସ୍ତ ନିବାସକୁ ଆମେ ପାଇବା। ସେ ସେଇଠିକି ଫେରିଯିବା ପାଇଁ in our nature, ଆମ ପ୍ରକୃତି, in our life, ଆମ ଜୀବନ, in our relations with others, ବିଶ୍ୱର ଅନ୍ୟମାନଙ୍କ ସହିତ ଆମର ସମ୍ବନ୍ଧକୁ କିଭଳି ସଜାଡ଼ିବା, କିଭଳି ପରିବର୍ତ୍ତନ କରିବା, ଏଇ ଚିନ୍ତା ଆରମ୍ଭ ହୋଇଛି। ଏହାଠାରୁ ବଡ଼ କଥା କିଛି ଅଛି କି? ଯେ ଯେତେବେଳେ ମଣିଷ ନିଜ ବିଷୟରେ ଜାଣୁନଥିଲା, ନିଜର ସମ୍ଭାବନାର କଥା ଜାଣିନଥିଲା, ନିଜ ଦିବ୍ୟତାର କଥା ଜାଣିନଥିଲା ଏବଂ ବିଶ୍ୱ ସହିତ ତାର ଯୋଉ ସମ୍ବନ୍ଧ, ଅନ୍ୟମାନଙ୍କ ସହିତ ତାର ଯୋଉ ସମ୍ବନ୍ଧ, ସେଇ ପବିତ୍ର ଭିତ୍ତିର କଥାରେ ସେ ଜାଣିନଥିଲା। ଆଜି ମଣିଷ ସେ କଥା ଚିନ୍ତା କରୁଛି ଏବଂ ଯେତେବେଳେ ପୁରାତନ କାଳରେ ମଣିଷଟିଏ ଆଧ୍ୟାତ୍ମିକ ହଉଥିଲା, ସାଧୁ ସନ୍ନ୍ୟାସୀ ହଉଥିଲା, ତପସ୍ୟା ଭିତରକୁ ଯାଉଥିଲା, ସେ କୋଉଠି ଯାଉଥିଲା ନା through a solitary and ecstatic relation in the profundities of our being, ନିଜ ସତ୍ତାର ଗୋଟେ ଗଭୀରତା ଭିତରକୁ ଯାଇକି ସେଇଠି ଗୋଟେ ଏକତ୍ୱକୁ, ଗୋଟେ ନିସଙ୍ଗତ୍ୱକୁ, ଗୋଟେ ଏକ୍ସଟାଟିକ୍ ରିଅଲାଇଜେସନକୁ, ଗୋଟିଏ ଏକାଥରେ ସମାଧି ଯାହାକୁ ଆମେ କହୁଛୁ, କ୍ଷଣ ସମାଧି, ସେଇଟାକୁ ଲାଭ କରିକି ସେ ଖୁସି ହେଇଯାଉଥିଲା। ତାକୁ ମୁଖ୍ୟ କହୁଥିଲା, ମୁକ୍ତି କହୁଥିଲା। କିନ୍ତୁ ଆଜି ସେଇ ମଣିଷଟି ସେ ତାକୁ ନଟ୍ କରିଦେଲେ। ନଟ୍ only through a solitary and ecstatic relation in the profundities of the being, ଆମେ ଯୋଉ ତପସ୍ୟା କରୁଛୁ, ଆମେ ଗୋଟେ ଏକ୍ସଟାଟିକ୍ ରିଅଲାଇଜେସନ ଭିତରକୁ, ଏକ ଆନନ୍ଦପ୍ରଦ ଅନୁଭୂତି ଭିତରକୁ, ବା ଯାହାକୁ ଆମେ ବ୍ରହ୍ମାନନ୍ଦ କହୁଛୁ, ପରମାନନ୍ଦ କହୁଛୁ, ବିବେକାନନ୍ଦ କହୁଛୁ, ସେଇ ଆନନ୍ଦ ଭିତରୁ କେବଳ ମାଇଗ୍ରେଟ୍ କରିଯିବା ପାଇଁ ଆମେ ଆସିନାହୁଁ। ଆମେ କଣ ପାଇଁ ଆସିଛୁ? Certainly there is a still defect in our premises, ଆଜି ବି ଆମର ଏଇ ଜ୍ଞାନ ଗୁଡ଼ିକ ଭିତରେ, ଅନୁମାନ ଗୁଡ଼ିକ ଭିତରେ କେତେ ଦୋଷ ରହିଛି। For we have so far been striving to define ourselves what the divine is in its descent towards limited nature. ଆଜି ଆମେ ଗୋଟେ ପ୍ରୟାସ କରିଛୁ। କଣ ପ୍ରୟାସ କରିଛୁ? We have so far been striving to define, ବ୍ୟାଖ୍ୟା କରିବା ପାଇଁ, ସଂଜ୍ଞା ପ୍ରଦାନ କରିବା ପାଇଁ। କାହାକୁ? For ourselves, ନିଜକୁ, ନିଜକୁ ଚିହ୍ନିବା, ନିଜକୁ ଜାଣିବା। ମୁଁ କିଏ, ମୁଁ କାହିଁକି, ଏହାର ଗୋଟେ ବଡ଼ ପବିତ୍ରତର, ସ୍ପଷ୍ଟତର ଉତ୍ତର ଏବଂ ମୋର ଅନ୍ୟମାନଙ୍କ ସହିତ କଣ ସମ୍ବନ୍ଧ, ସେଇ କଥାଟିକୁ ଯେତେବେଳେ ଖୋଜିବା ପାଇଁ ଆମର ଏଇ ସୀମିତ ପ୍ରକୃତି ଭିତରେ, ପ୍ରକୃତିଟି କଣ ତାହା ଆପଣମାନଙ୍କୁ ବୁଝିବାକୁ ପଡିବ ନାହିଁ। ତାକୁ ଆମେ ନିଜ ଅଙ୍ଗେ ଲିଭଉଛେ, ନିଜ ଅନୁଭୂତି ଭିତରେ ସେ ଅଛି। ଏଇ ସୀମିତ ପ୍ରକୃତି ଭିତରେ ଆମେ ଗୋଟେ ଯୋଉ ଦିବ୍ୟ ଯେ ଡିସେଣ୍ଟ କରିଛି, ଅବତରଣ କରିଛି, ଆମେ ତାର ବ୍ୟାଖ୍ୟା କରିବାକୁ ଲାଗିଲେଣି। ଏବଂ whereas what we ourselves actually are is the divine in the individual ascending back out of limited nature. এই କଥା ମଧ୍ୟ ଆମେ ଜାଣିଲେଣି ଯେ ସେହି ସୀମିତ ପ୍ରକୃତି ଭିତରୁ ଆମକୁ, ଆମର ବ୍ୟକ୍ତି ଜୀବନକୁ ଯୋଉ ଆମେ ଗୋଟେ ascending back to, ଆମେ ଆଉ ଥରେ ଉଦ୍ଧାରଣ କରିବା। ଡିସେଣ୍ଟ ହେଇଛି, ନିବର୍ତ୍ତନ ହେଇଛି, ବର୍ତ୍ତମାନ ବିବର୍ତ୍ତନରେ ଯିବା। ଇନଭଲ୍ୟୁସନ ହେଇଛି, ବର୍ତ୍ତମାନ ଇଭଲ୍ୟୁସନରେ ଯିବା। ଅବରୋହଣ ହେଇଛି, ଆମେ ତାକୁ ଆରୋହଣର ପଥରେ ନବା। ଏଇ ତାପରେ ଯାଇକି ଆମେ ଦିବ୍ୟ ହେଇପାରିବା ଟୁ ଇଟ୍ସ ପ୍ରପର ଡିଭିନିଟି। ଏବଂ ଏକଥାଟି ମଧ୍ୟ ଆମେ ଭଲ ଭାବରେ ବୁଝିଲେଣି ଯେ ହ୍ୱାଟ ଡୁ ୟୁ ମିନ୍ ବାଇ ପ୍ରପର ଡିଭିନିଟି। ଏବଂ ଏଇଠି କଣ ହେଇଛି ନା ସାଧନାର କଥାଟି ଏଇଠି ଆସୁଛି। ଏଇ ଯୋଉ ଆରୋହଣଟି ଏତେ ସହଜ କଥା ନୁହେଁ। ଏଇ ଆରୋହଣର ସମଗ୍ର
ଖସଡ଼ା ଶ୍ରୀ ଅରବିନ୍ଦ ତାଙ୍କର ସମଗ୍ର ରଚନାବଳୀରେ ତାଙ୍କର ଏଇ ଲାଇଫ ଡିଭାଇନ ପୁସ୍ତକରେ ସିନ୍ଥେସିସ୍ ଅଫ ଯୋଗରେ ସିକ୍ରେଟ ଇନ୍ ବେଦରେ ଏସେଜ୍ ଅନ୍ ଗୀତାରେ ଏବଂ ସର୍ବୋପରି ସାବିତ୍ରୀରେ ଉଲ୍ଲେଖ କରିଛନ୍ତି। ଏବଂ ଯେତେବେଳେ ଆମେ ଦେଖୁଛୁ ମଣିଷ କିଭଳି ବଞ୍ଚେ ଆଉ ଦେବତା କିଭଳି ବଞ୍ଚେ, ସେମାନଙ୍କ ଭିତରେ ଯୋଉ ଜୀବନରେ ଯୋଉ ତାରତମ୍ୟଟି ରହିଛି ଦେବତା ଆଉ ମନୁଷ୍ୟ ଜୀବନ ଭିତରେ, ତାହେଲେ ସେ କଥା ସେ ଦେଖୁଛି ଯେ ଗଡ୍ସ ହୁ ହ୍ୟାଭ୍ ନେଭର ନୋନ୍ ଦି ଫଲ୍, ଦେବତା ମାନେ ପତନ କଣ ଜାଣନ୍ତି ନାହିଁ। କିନ୍ତୁ ମଣିଷ, ଦି ଲାଇଫ୍ ଅଫ୍ ମ୍ୟାନ୍ ରିଡିଙ୍ଗ, ମଣିଷ ମୁକ୍ତି ପାଇପାରିବ, ମଣିଷ ବ୍ୟାପ୍ତି ପାଇପାରିବ, ମଣିଷ ପ୍ରସାରଣ ପାଇପାରିବ, ମଣିଷ ଉଚ୍ଚତା ପାଇପାରିବ, ତାହାକୁ ଦିବ୍ୟତା କରିବା। ଏବଂ ମଣିଷ ସେଇ ସୂକ୍ଷ୍ମତା ଭିତରେ ପାଇପାରିବ। କେମିତି ପାଇବ ନା କଙ୍କରର ଅଫ୍ ଦ ଲଷ୍ଟ ଗଡ୍ ହେଡ୍, ମଣିଷ ଯୋଉ ଦିବ୍ୟତ୍ୱଟିକୁ ହରେଇଛି, ଯୋଉ ଦେବତାପଣଟିକୁ ସେ ହରେଇଛି, ସେଇଟାକୁ ସେ ପାଇବ। ବିୟରିଂ ୱିଦିନ୍ ହିମ୍ ଦି ଏକ୍ସପିରିଏନ୍ସ, ଏବଂ ସେ ଯୋଉଟାକୁ ଜିତିବ ସେଇ ଅନୁଭୂତିଟିକୁ ନିଜ ଭିତରେ ଧାରଣ କରିବ। ମେ ବି ଦ ନ୍ୟୁ ରିଚେସ୍ ଗେଦର୍ଡ ବାଇ ହିମ୍ ଫ୍ରମ୍ ହିଜ୍ ଆକ୍ସେପ୍ଟାନ୍ସ ଅଫ୍ ଦି ଅଟର ଡିସେଣ୍ଟ। ତାହେଲେ ଯେତେବେଳେ ସେ ଏଇ ସ୍ପଷ୍ଟତ ନିଜର ଆରୋହଣଟିକୁ ସ୍ପଷ୍ଟ କରିଦେବ, ଉର୍ଦ୍ଧାରୋହଣ ଦିଗଟିକୁ ସେ ବାଛି ନେବ, ସେଦିନ ତାର ହୃତ ଦେବତ୍ୱଟିକୁ ସେ ହାସଲ କରିବ ଏବଂ ତାର ପୁନର୍ବିଜୟର ଅନୁଭୂତିଟିକୁ ନିଜ ଭିତରେ ଦୀପ୍ତ ରଖିପାରିବ ଏବଂ ଏକ ନୂତନ ସମ୍ପଦ ଓ ସମ୍ପନ୍ନତାକୁ ସେ ଲାଭ କରିବ। ଏବଂ ଏହି ସବୁ ସମ୍ଭବ ହେବ ନିଜର ସ୍ୱ ତପସ୍ୟାର ମୂଲ୍ୟ ଦେଇକରି। ଯେତେବେଳେ ସେ ତପସ୍ୟା ଭିତରକୁ, ସାଧନା ଭିତରକୁ ପ୍ରବେଶ କରିବ। ଏବଂ ଏଇଟା ଗୋଟେ ବହୁତ ବଡ କାମ ବି ନୁହେଁ। ଯଦି ଆପଣ ଚିନ୍ତା କରିବେ ଯେ ହଁ, ତପସ୍ୟା ମାନେ ଯେମିତି ଆଗର କାଳରେ ଗୋଟେ ଦୀକ୍ଷା ନେବାକୁ ପଡୁଥିଲା, ଆଗରୁ କରିବାକୁ ପଡୁଥିଲା, ଜଟା ଜୁଟ ଛାଡିବାକୁ ପଡୁଥିଲା, ଗୋଟେ ନିତାନ୍ତ ଲାଇଫ ଅଫ୍ ଅଷ୍ଟେରିଟି ଭିତରେ ରହିବାକୁ ପଡୁଥିଲା, ସେଭଳି ମା କରିନାହାନ୍ତି। ଛୋଟ ଛୋଟ ପ୍ରଶ୍ନ ମାନେ ମାଙ୍କୁ ଲୋକମାନେ ପଚାରିଛନ୍ତି, ଆମେ କେମିତି କଣ ସାଧନା କରିବା। ନଭେମ୍ବର 1928ରେ ଯେ ଜଣେ ପଚାରୁଛନ୍ତି ଯେ ମୋ ଜୀବନର ଗୋଟେ ନିହାତି ଜୀବନଚର୍ଯ୍ୟା ରହିବା ଉଚିତ। ମୁଁ କେତେବେଳେ ଉଠିବି, କେତେବେଳେ ଖାଇବି, କେମିତି ଶୋଇବି, କେତେବେଳେ ପାଠ ପଢିବି, କେତେବେଳେ ବ୍ୟାୟାମ କରିବି, କେତେବେଳେ ମୁଁ ଧ୍ୟାନ କରିବି, ଏସବୁର ନିଶ୍ଚୟ ରହିବା ଦରକାର। ଆଉ ବା ମୁଁ ମୋର ଯୋଉ ବନ୍ଧୁ ପରିଜନ, ମୋର ପରିବାର, ସେମାନଙ୍କ ସହିତ କିଭଳି ମୋର ସମ୍ପର୍କ ରଖିବି। ଆମ ସାଧନାର ଆମେ ବଡ ପରିପନ୍ଥୀ ଭାବରେ ତାକୁ ହିଁ ନେଇଛୁ। ମୁଁ ଅନେକ ସମୟରେ ଆମର ଭଉଣୀ ମାନଙ୍କୁ, ମା ମାନଙ୍କୁ ତ ପଚାରେ ଯେ ତମାନଙ୍କ ଜୀବନରେ ସାଧନାର କୋଉଠି ବାଧା ଅଛି ନା ଆମର ଛୁଆ ପିଲାମାନେ ଜଞ୍ଜାଳ ଆମକୁ ଖାଇଯାଉଛି, ଆମ ପରିବାରର ଯୋଉ ଦାୟିତ୍ୱ ଅଛି ତାକୁ ଆମେ ନିର୍ବାହ କରୁ କରୁ ନିଜ ଭିତର ଯୋଗଟିକୁ ହରାଇ ବସୁଛୁ। କିନ୍ତୁ ପ୍ରକୃତରେ ମା କହୁଛନ୍ତି ସେଇଟା ବି ଗୋଟେ ସୁଯୋଗ, କାରଣ ଆମେ ତାରି ଭିତରେ ନିଜର ଯୋଉ ଆଧ୍ୟାତ୍ମିକ ଜୀବନଟିକୁ ଅଧିକ ଚମକେଇ ଦେଇପାରିବା, ଅଧିକ ଲୁମିନସ୍ ରିଆଲିଟି ଭିତରକୁ ଯାଇପାରିବା ଏବଂ କେବଳ ସଚେତନତା ଦ୍ୱାରା, କେବଳ ଏକ ଏକାଗ୍ରତା ଦ୍ୱାରା, କେବଳ ମାଙ୍କ ପ୍ରତି ଆମର ସମର୍ପଣ ଦ୍ୱାରା ଏବଂ ତାକୁ ସ୍ମରଣ ରଖିବା ଦ୍ୱାରା। ଏବଂ ଜଣେ ପଚାରିଛନ୍ତି ଯେ ମୁଁ କଣ ଅଧ୍ୟୟନ କରିବି। ମା କହିଛନ୍ତି ତମେ ଶ୍ରୀ ଅରବିନ୍ଦଙ୍କ ବହି ପଢୁଛ, ତମ ପାଇଁ ଯୋଗ। ତାହେଲେ ଭାଇ ଭଉଣୀ ମାନେ ଆମେ ପାଠଚକ୍ରରେ ସମ୍ମିଳିତ ହେଲା ବେଳେ ଯେତେବେଳେ ମା ଶ୍ରୀ ଅରବିନ୍ଦଙ୍କର ସେଇ ମହାନ ବାଣୀ ଗୁଡିକୁ ଶୁଣୁ, ତାଙ୍କର ଦିବ୍ୟ ପ୍ରେମ ଏବଂ ଦିବ୍ୟ କର୍ମରେ ଆମେ ପ୍ରେରିତ ହଉ, ନିଶ୍ଚିତ ଭାବରେ ଆମେ ମାଙ୍କ ଆଡକୁ ଉନ୍ମୁକ୍ତ ହଉ। ଆଜି 7-fold ଇଗ୍ନୋରେନ୍ସ ରୁ 7-fold ନଲେଜ ଆଡକୁ ଯୋଉ ପ୍ରବନ୍ଧଟି ରହିଛି ତାକୁ ଅଧ୍ୟୟନ କଲାବେଳେ ସକାଳେ
गोटे प्रश्न उठुला जे आमे निजकु मांक आड़को किभଳି उन्मुक्त करिवा एटा ही हमर साधना मांकर आलोक आड़को मांकर दिव्यता आड़को मांकर सानिध्य आड़को मातार जन पिला कहूछि एटा करिवे कि मा ह ना कहउछन से पिलाटी पचारछि हाउ टू ओपन टू द मदर the following are the means to remember you constantly or from time to time जे तुमको निश्चित भाव माँ तुमको आम निरंतर मन पकेबू ना मझे मझे मन पकेबू से माँ कहते गुड ये कर ये भल बाय टेकिंग योर नेम थ्रो जप मुझे जप करी तुम नाटा नौ थाए से माँ कहते हेल्पफुल हाँ यहाँ भी साहाय्य कर with the help of meditation मुझे ध्यान करे बुद्धं भली माँ कहते more difficult if one hasn't the habit of meditation एटा एते कठिन टिके कहीं जो मानकर से अभ्यास नहीं से एटा जटिल प्रक्रिया जो मानकर अभ्यास अच्छी से तो ब्लेसेड चाइल्ड एवं पुणी कहते by conversation about you and those who love and respect you जो माने मां को भल पाते आ मां को प्रति जो मानकर प्रेम रही से सहित जदि मु तम विषय कथा हुए माँ यहाँ कौन साधना हम माँ कहले रिस्की यहाँ बहुत रिस्की हो विपद अच्छी कहीं ना when talking often some nonsense or at least some useless things can be said हमें मांकर जो दिव्य स्वभाव कथा छाड़ी हुए तो मानव स्वभाव कथा आलोचना कर संभावना रही तेणु बेले बेले नॉनसेंस टॉकिंग हो जाई पारे बेले बेले यूजलेस कथा आसो आम तो जिते शिक्षा बही पढ़ुले तपस्यार जो गाइडलाइन संपूर्ण तो दि जाती संपूर्ण मानसिक नीरवतार कथा बाचिक नीरवतार कथा कहुई कारण जे वी शुड नॉट टॉक यूजलेस we should not talk nonsense अन्य मानक विषय रे बा संसार जाकर सब कथा हमको जना अच्छी अथच निज विषय आम अनेक कथा जानी न था साधना हो सेटा सरल कथा जे गोटे जंगल भितर कुड़िया रहिले साधन हुए ना एवं गोटे बड़ जटा जटा छाड़देले साधना हुए ना कि गोटे बड़ आटप भितर दले भक्त मंडली जय जयकार भितर रहिले साधना हुए ना साधना हूँ बहुत नीरव निसंग कथाटी एवं तापरे से पचारुछंती बाय स्पेंडिंग टाइम इन थॉट्स ऑफ यू जदि मु केवल तम चिंतार सब रहे मु तम कथा भावे माँ कहते वेरी गुड यहाँ भल हम अपनी पिलाटी पचार बाय सिंसियर प्रयास मुझे प्रार्थना करे मैं गुड भल पुणी माँ साधना संपर्क कहते 3 things indispensable to begin with आम जो साधनार मूल्य दे आरण पथरे जा से 3टी जिनिस आम अपरिहार्य एब्सोल्यूट सिंसियरिटी इन द होल बीइंग एंड ऑल इट्स एक्टिविटीज यार समग्र क्रियाकलाप और समग्र सत्तार आम एक परम आंतरिकता को निष्ठा को चाहूँ कंप्लीट सेल्फ सरेंडर विदाउट एनी रिजर्वेशन निःशर्त गोटे संपूर्ण आत्मसमर्पण द्वितीय तृतीयटी है पेशेंट वर्क ऑन वन सेल्फ निज उपरे धैर्यपूर्वक निविष्ठता आम सेटा सब विफल हो जाऊ निज उपरे जिते निविष्ठतार कथा आसे निज पाखरे रहिबार आम जो कहूँ स्वास्थ्य स्वास्थ्यर संस्कृत भाषा हूँ स्वस्थ जे निज पाखरे स्थायी भाव धैर्यपूर्वक रही थाए बा समतारे थाए शांति रे थाए स्थिरतारे थाए विश्वास रे थाए निष्ठारे थाए समर्पण रे थाए ये सब मां डिक्शनरी कीवर्ड and at the same time a steady conquering of perfect unshakable peace and equanimity
ଆପଣ ଏପରି ଗୋଟେ କ୍ରିୟା ଭିତରେ ପଶନ୍ତୁ ନାହିଁ ଯାହା ଆପଣଙ୍କୁ ଅଶାନ୍ତି ଭିତରେ ବୁଡେଇଦବ, ଯାହା ଆପଣଙ୍କୁ ସମତା ଠାରୁ ଦୂରେଇ ନେଇଯିବ। କିନ୍ତୁ ବହୁ ସମୟରେ ଆମର ଆବେଗ, ଆମର ପ୍ରବେଗ, ଆମର ପ୍ରତିକ୍ରିୟା, ଆମର କ୍ରିୟା ତାକୁ ଯଦି ଆମେ ସଚେତନ ଭାବରେ କରିପାରୁନାହୁଁ, ପେସେଣ୍ଟଲି କରିପାରୁନାହୁଁ, ଧୈର୍ଯ୍ୟପୂର୍ବକ, ତାହେଲେ ଏସବୁ ସାଧକ ପାଇଁ କଣ କଣ ସବୁ ଅସୁବିଧା ଆସିବ ସେ କଥା ଗୁଡିକ ବହୁ ଭାଗରେ ଆଲୋଚନା ହେଇଛି। ଆମେ ସେଇ ଆଲୋଚନାକୁ ଆଉ ଯିବା ନାହିଁ। ମୁଁ ଭାବୁଛି ଏଇ ପାଠଚକ୍ରରେ ଅନେକ ଭାଇ ଭଉଣୀ ଅଛନ୍ତି ଯୋଉମାନେ ସାଧନା ସମ୍ପର୍କରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଚମତ୍କାର ଭାବରେ ଜାଣନ୍ତି। ଆମେ ତା ଭିତରକୁ ଯାଉ। ଆମେ କହିବାକୁ ଚାହୁଁଛୁ ଯେ ମଣିଷ ସାଧନା କରିବାକୁ ଚାହୁଁଛି, ତା ଭିତରେ ସେ ପ୍ରେରଣା ରହିଛି, ଅନ୍ତ ପ୍ରେରଣା ବି ରହିଛି, ବାହ୍ୟ ପ୍ରେରଣା ବି ରହିଛି, ଏବଂ ସେ ଜାଣେ ଏ ହେଉଛି ଅପରିହାର୍ଯ୍ୟ, ଏବଂ ଏଇଟା ହିଁ ତା ପାଇଁ ତତ୍ତ୍ୱର ଭୂମି, ତାର ପାଇଁ ଜ୍ଞାନର ଭୂମି, ତା ପାଇଁ ପ୍ରଜ୍ଞାର ଭୂମି, ତା ପାଇଁ ଶାନ୍ତିର ଭୂମି, ଏଇ ତପସ୍ୟା ହିଁ। ତା ସତ୍ତ୍ୱେ ସେ କଣ କରେ ନା ତା କମ୍ଫର୍ଟ ଜୋନ ଭିତରେ ରହିଯାଏ, ତା ମନ ଭିତରେ ରହିଯାଏ। କାରଣ ମନ ହେଉଛି ଲିମିଟେଡ ନେଚର। ସେ ବିଖଣ୍ଡିତ କରେ, ସେ କୈବଲ୍ୟରେ ପହଞ୍ଚିବାକୁ ରୋକିଦିଏ, ଅଦ୍ୱୟରେ ପହଞ୍ଚିବା ପାଇଁ ରୋକିଦିଏ, ଅଦ୍ୱୈତରେ ପହଞ୍ଚିବା ପାଇଁ ସେ ରୋକିଦିଏ, ପ୍ରିଭେଣ୍ଟ କରିଦିଏ। ମାଇଣ୍ଡ ୱାର୍କସ୍ ଇନ୍ କମ୍ଫର୍ଟ ଜୋନ୍। ସେ ସବୁବେଳେ ସୁଖ, ଆନନ୍ଦ, ସିକ୍ୟୁରିଟି या तारी पछरे रहिବାକୁ ଚେଷ୍ଟା କରେ। କିନ୍ତୁ ଆମେ ଯୋଉମାନେ ସାଧାରଣ ଜୀବନରେ ଅଛୁ, ଯୋଉମାନଙ୍କର ଜୀବନ ବହୁ ବାଟରେ ସୋସିଆଲ, ଆମେ ସମସ୍ତେ ଗୋଟେ ସୋସିଆଲ ବିଂ। ଆମର ଗୋଟେ ପାରିବାରିକ ଜୀବନ ଅଛି, ଆମର ଗୋଟେ ସାଂସାରିକ ଜୀବନ ଅଛି, କେତେ ବନ୍ଧୁ, କେତେ ପରିଜନ, କେତେ ମଉସା ମାଉସୀ, ପିସା ପିସି, ସମସ୍ତଙ୍କୁ ନେଇକି ଆମର ଗୋଟେ ସଂସାର। ଏବଂ ଆମ ଭିତରେ କେତେ କାମ ଅଛି। ମଲ୍ଟିଟାସ୍କିଂ ଇଜ ଏ ପାର୍ଟ ଅଫ୍ ଆୱାର ଡେଲି ଲାଇଫ। କେତେ କାମ, କେତେ ପ୍ରକାରର ଜଞ୍ଜାଳ। वी प्ले पार्ट्स विथ मल्टीपल पीपल। ଆମର ଭୂମିକାଟି ଅନେକ ବହୁବିଧ ମଣିଷ ମାନଙ୍କ ସହିତ ବହୁବିଧ ଅଟେ। ଆମେ ଯେତେବେଳେ ସ୍କୁଲ କଲେଜକୁ ଯାଉଛୁ ଶିକ୍ଷକ ଭାବରେ ଜଣେ ଶିକ୍ଷକ, ଘରକୁ ଆସିଲେ ଆମେ ଜଣେ ଭାଇ କି ବାପା କି ବନ୍ଧୁ କି କଣ, ଆମେ ଗାଁକୁ ଗଲେ କାହାର ଗୋଟେ ପୁଅ। ଏଇ ବାଟରେ वी ପ୍ଲେ आवर ପାର୍ଟସ। ଏବଂ ଆମେ ଏକଥା ମଧ୍ୟ ଜାଣୁ, ବିଶ୍ୱକୁ ଛାଡି ବ୍ୟକ୍ତିର ସ୍ୱତନ୍ତ୍ର କୌଣସି ଅସ୍ତିତ୍ୱ ନାହିଁ। ଏବଂ ଯେତେବେଳେ ଆଜି ମଣିଷ ବିଶ୍ୱ ସମ୍ପର୍କରେ, ଅନ୍ୟ ସମ୍ପର୍କରେ ବୁଝିବାକୁ ଆରମ୍ଭ କରିଛି, ତାର ଯୋଉ କସ୍ମିକ ରିଆଲିଟି, ତାର ଯୋଉ ବୈଶ୍ୱିକ ବା ଯୋଉ ବିଶ୍ୱଗତ ବାସ୍ତବତା ରହିଛି ବା ସତ୍ୟ ରହିଛି, ତାକୁ ସେ ବୁଝୁଛି। ଏବଂ ଏକଥା ମଧ୍ୟ ବୁଝୁଛି ଯେ ଭଗବାନ ଏଇ ସୃଷ୍ଟି ପ୍ରକ୍ରିୟାର ସେ ତାର ବିଦ୍ୟମାନ ଥିବା ଚିତ୍ ପୁରୁଷ, ଅନନ୍ତ ପୁରୁଷ, ସେ ହିଁ ଏଇ ସମ୍ବନ୍ଧ ଆଉ ଏଠିକାର ଯୋଉ କ୍ରିୟାବିଧି, ଯୋଉ ପ୍ରେମ, ଏ ସବୁ କିଛିକୁ ଗୋଟେ ଚମତ୍କାର ଭାବରେ, ଦିବ୍ୟ ଭାବରେ ଖଞ୍ଜିଛନ୍ତି। ଏବଂ ତାକୁ ଆମେ ଉଚ୍ଚତର ମନ ନେଇ, ଆଲୋକିତ ମନ ନେଇ, ଗୋଟେ ମଗ୍ନ ମନ ନେଇକିରି, ନିବିଷ୍ଟ ମନଟିଏ ନେଇ ଗୋଟେ ଅଭିନିବେଶିତ ଅବସ୍ଥାରେ ତାକୁ ଅଭିଜ୍ଞତା ଭିତରକୁ ଆମେ ନେଇଯିବା। ତାହା ହେଉଛି ଆଜିର ଆବଶ୍ୟକତା। ଆମେ ଆମ ଜୀବନରେ ସକାଳରୁ ସଞ୍ଜ ଯାଏ ବାହ୍ୟ ପରିସ୍ଥିତି ଓ ବାହ୍ୟ ଜଗତ ସହିତ ସଂଯୋଗିତ ହୋଇଛୁ ଆମର ସରଫେସ୍ ମାଇଣ୍ଡ ଦ୍ୱାରା, ବାହ୍ୟ ମନ ଦ୍ୱାରା। ଏବଂ ଆମେ ଆମର ଇନ୍ଦ୍ରିୟଗତ ଅନୁଭୂତି ଗୁଡିକୁ ନେଇ ଯେପରି ଦର୍ଶନ, ଶ୍ରବଣ, ଆଘ୍ରାଣ, ଆସ୍ୱାଦନ, ଆମେ ଯାହା ବି କରୁ, କେବେ ଖାଉ, କେବେ ଗୀତ ଶୁଣୁ, କେବେ ପାଠ ଚକ୍ରରେ ରହୁ, କେବେ ପାଠ ପଢୁ, କେବେ ବଗିଚାକୁ ବୁଲିବାକୁ ଯାଉ, କେବେ ରାସ୍ତାକୁ ଯାଉ, କେବେ ବିଲ କ୍ଷେତକୁ ଯାଉ, ସବୁ କଥା। କିନ୍ତୁ ସବୁ ସତ୍ତ୍ୱେ କାହିଁକି ମଣିଷ ଆନନ୍ଦର ଗୋଟେ ପରିସର ଭିତରେ ରହିପାରେ ନାହିଁ? ଆନନ୍ଦ ତାର ପ୍ରେମିଜେସ୍ ନାହିଁ। କାରଣ ଆମ ଚିନ୍ତା ଆଉ କର୍ମ ଯାହା ହଉଛି ମନର ଏକ କାମ, ତାକୁ ବିଭିନ୍ନ ଦିଗକୁ, ଅପୋଜିଟ ଡିରେକ୍ସନ୍ସକୁ, ମଲ୍ଟିପଲ ଡିରେକ୍ସନ ଆଡକୁ ନେଇଯାଏ, ବହୁତା ବିଭକ୍ତ ହେଇଯାଏ ମଣିଷର ଅସ୍ତିତ୍ୱଟି। ଏବଂ ସାଧାରଣତଃ ମଣିଷ ଦେଖେ, ଗୋଟେ ସାଧାରଣ ମଣିଷଟେ, ତାର କିଛି ଆଶା ଅଛି, ଆକାଂକ୍ଷା ଅଛି, କିଛି ଚାହିଁବା ଅଛି, କିଛି କାମନା ରହିଛି।
ସେଗୁଡିକ ଯେଗୁଡିକ ଅନୁକୂଳତା ଭିତରକୁ ଯାଏ ନାହିଁ, ପ୍ରତିକୂଳ ଘଟେ, ତାର ଚାହୁଁଥିବା ମତେ ତା ଘଟଣା ଗୁଡିକ ତା ଚାରିକଡେ ଘଟେ ନାହିଁ, ସେତେବେଳେ ସେ ବ୍ୟସ୍ତ ହେଇଯାଏ। କିନ୍ତୁ ଯୋଉମାନେ ବାସ୍ତବତାକୁ ବୁଝିଲେଣି ସେମାନଙ୍କ ପାଇଁ ନିରବତା, ନିଧିଧ୍ୟାସନ, ଏକାଗ୍ରତା, ଅଭିନିବିଷ୍ଟତା, ଧ୍ୟାନ, ଶାନ୍ତି, ସରଳତା, ସମର୍ପଣ ଏସବୁ କେତେ ଉପଯୋଗୀ ସେ କଥାଟି ଆଜି ବୁଝି ହେଉଛି। ଏବଂ ସବୁଠାରୁ ବଡ କଥାଟି ହେଉଛି ମନକୁ ଏକ ସ୍ଥିରତା ଓ ସମତା ପ୍ରଦାନ କରିବା। କାରଣ ମନଟା ଗୋଟେ ମାଙ୍କଡ ବୋଲି ଆମ ଋଷିମାନେ କହୁଥିଲେ। ସେ 24 ଘଣ୍ଟା ଏଣେ ତେଣେ ଦୌଡେ, ଆଉ ସେ ଭାବେ ମୁଁ ଏମିତି ଦୌଡା ଦୌଡି କଲେ କଣ ଗୋଟେ ପାଇଯିବି। କିଛି ମିଳେନି, କେବଳ କ୍ଳାନ୍ତି, କେବଳ ବିଷାଦ, କେବଳ ଅବସନ୍ନତା। ମନ ଯଦି ଜାଣନ୍ତା ଯେ ସିଏ କଣ ପାଇଁ ଏତେ ଦୌଡୁଛି, କଣ ପାଇଁ ସେ ଏତେ ଗତିଶୀଳ, ସେତେବେଳେ ପ୍ରଶ୍ନ ପଚାରିବ, ଯୋଉ କଥାଟିକୁ ଶ୍ରୀ ଅରବିନ୍ଦ ଏବେ ତାଙ୍କ ପ୍ରବନ୍ଧରେ କହୁଥିଲେ, ଇଣ୍ଟେଲେକ୍ଚୁଆଲି ଯେତେବେଳେ ବୁଝିବାକୁ ଚେଷ୍ଟା କରିବ what is human life, we begin to grasp intellectually what is the divine, ତାହେଲେ ସମତା, ସ୍ଥିରତା ଓ ଶାନ୍ତିର ଭୂମିକୁ ସେ ଫେରି ଆସିବ। ଏଇଟା ହିଁ ତପସ୍ୟା। ଏଇ ଭୂମିରେ ରହିଲେ, ତପସ୍ୟାର ଭୂମିରେ ଅସ୍ଥିରତା, ଅଧୈର୍ଯ୍ୟତା, ବିରକ୍ତି ନାହିଁ। ପ୍ରାଣକୁ, ଶରୀରକୁ ନିୟନ୍ତ୍ରଣ କରିବାର ଗୋଟିଏ ସରଳ ମାର୍ଗ ହେଉଛି ତପସ୍ୟା। ସରଳ ମାର୍ଗ ତ କହିବିନି, ଜଟିଳ, ଏବଂ ତାହା ହିଁ ଆମକୁ ଆନନ୍ଦ ମଧ୍ୟକୁ ସବୁବେଳେ ନେଇଯିବ। ବିସ୍ମୟଟି ଏଇଆ ଯେ ଆମେ ସବୁ କାଳାତୀତ ଆତ୍ମା, ଗୋଟେ ଟାଇମଲେସ୍ ସୋଲ୍, ଗୋଟେ ସ୍ପିରିଟ୍ ଆମ ଭିତରେ ଅଛି, କିନ୍ତୁ ଆମେ ଗୋଟେ କାଳଗତ ଜୀବନ ଭିତରେ ବଞ୍ଚନ୍ତି। କାଳ ଭିତରେ ବଞ୍ଚିବାଟା ହେଉଛି କଳା। ଯିଏ କାଳାତୀତ ସେ କାଳ ମଧ୍ୟରେ ବଞ୍ଚୁଛନ୍ତି, ଏବଂ ସେଇ କାଳ ଭିତରେ ବଞ୍ଚିବାର କଳାଟିକୁ ଆପଣ ତପସ୍ୟା କୁହନ୍ତୁ। କାରଣ ଆମେ ଆମର କର୍ମ, ଅଭିଜ୍ଞତା କୌଣସିଟିକୁ ବଦଳେଇ ପାରନ୍ତି ନାହିଁ। ଏଇ ବାଟରେ ଆମ ଜୀବନରେ ସମ୍ପୂର୍ଣ୍ଣତା ଆସେ ନାହିଁ। ସମ୍ପୂର୍ଣ୍ଣତା ଆସେ ଯେତେବେଳେ ଆମେ ଏଇ ଅଜ୍ଞାନ ତିମିର ଭିତରେ ସୁପ୍ତ ଜୀବନ ଭିତରୁ ବାହାରିକି ଗୋଟେ ଜାଗୃତିର ଜୀବନ ଭିତରକୁ ପ୍ରବେଶ କରୁ, ଆଲୋକର ଜୀବନ ଭିତରକୁ ପ୍ରବେଶ କରୁ। ଏଇଟା ହିଁ ତପସ୍ୟା। ଆମେ ଜଣେ ନିଜେ ଅଜ୍ଞାନ ଥିବ, ତାର ପରିବେଶ ଯେତେ ପବିତ୍ର ହଉନା କାହିଁକି, ତା ଭିତରୁ ସେ ଆନନ୍ଦ ଅନୁଭବ କରିପାରିବନି କି ପ୍ରଗତି ହାସଲ କରିପାରିବନି। ଆପଣ ଗୋଟେ ମଣିଷକୁ ଯଦି ପଣ୍ଡିଚେରୀ ଆଶ୍ରମର ପବିତ୍ର ପରିସର ଭିତରେ ରଖନ୍ତି, ତାହେଲେ ସେ ହୁଏତ ଅଗ୍ରଗତି କରିବ। କିନ୍ତୁ ଯଦି ଆପଣ ଗୋଟେ ଅଜ୍ଞାନତା ଭିତରେ ଥିବା ଗୋଟେ ମନୁଷ୍ୟକୁ ରଖିବେ, ସେଠି ସେ ପ୍ରଗତି ହାସଲ କରେ ନାହିଁ। ସେମିତି ଅନେକ ଲୋକ ବିଳମ୍ବିତ ଜୀବନ ଯାପନ କରିବାର ବହୁ ଉଦାହରଣ ରହିଛି। ତେଣୁ ପରିବେଶରେ ବେଳେ ବେଳେ ଆମେ ଦେଖିଛୁ, ନାମ ସଂକୀର୍ତ୍ତନ ବି ହଉଛି, ଗୋଟେ ମନ୍ଦିରକୁ ଯାଆନ୍ତୁ, ଧର୍ମପରାୟଣ ଲୋକମାନେ ସେଠି ଭଗବାନଙ୍କର ଜୟ ଧ୍ୱନି ଦଉଛନ୍ତି, କିନ୍ତୁ ସେଇଠି ତଥାପି ବି ଅଜ୍ଞାନର ମନ ସ୍ଥୂଳ ଭାବରେ ବଞ୍ଚି ରହିଛି, ମାମୁଲି ଆକର୍ଷଣରେ ନିମଗ୍ନ ରହିଛି। ଆପଣମାନେ ଦେଖିବେ ବଡ ବଡ ମନ୍ଦିର ମାନଙ୍କରେ, ମୁଁ କୌଣସି ମନ୍ଦିରର ନାଁ ନେବା ଭୁଲ ହବ, ଆମ ସମସ୍ତଙ୍କର ଅନୁଭୂତି ଅଛି, ସେଠି ପଣ୍ଡା ପଢିଆରୀ ମାନେ ଜଗତର ନାଥ କି ଈଶ୍ୱରଙ୍କର ସେବା ଅର୍ଚ୍ଚନା କରୁଥିଲା ବେଳେ 10 ଟଙ୍କା 5 ଟଙ୍କା ପାଇଁ କିଭଳି ଭକ୍ତମାନଙ୍କ ସହିତ ଝଗଡା କରନ୍ତି, ଆଉ ଭକ୍ତମାନେ ବି କିଛି କମ ଝଗଡା କରନ୍ତି ନାହିଁ। ଏଇ ବାଟରେ ଯୋଉ କରୁଣ ଦୃଶ୍ୟଟି ଦେଖିବାକୁ ମିଳେ, ସେ ସମସ୍ତେ ସେ ଦୃଶ୍ୟ ଦେଖିଛନ୍ତି ବା ଭୋଗିଛନ୍ତି। ତେଣୁ ଯେତେ ପର୍ଯ୍ୟନ୍ତ ଆମ ନିଜ ଭିତରେ ଜ୍ଞାନ ପାଇଁ ଆସ୍ପୃହାର ସେଇ ପ୍ରଦୀପଟି, ସମର୍ପଣର ସେଇ ଆନ୍ତରିକତାଟି, ପ୍ରତ୍ୟାଖ୍ୟାନର ସେଇ ପ୍ରେରଣାଟି ଜନ୍ମ ହିଁ ନାହିଁ, ସେତେ ପର୍ଯ୍ୟନ୍ତ ଖାଲି ଧ୍ୟାନ ପ୍ରାର୍ଥନା କକ୍ଷରେ ବସିଲେ ଚଳିବ ନାହିଁ। ଆମେ ଏକ ଉଦାତ୍ତତର ସତ୍ତା ହେବାକୁ ଚାହୁଁ, ଆମେ ଏକ ଆଧ୍ୟାତ୍ମିକ ସତ୍ତା ହେବାକୁ ଚାହୁଁ, ଏବଂ ଆଧ୍ୟାତ୍ମିକତାର ଯୋଉ ଅସଲ ଅର୍ଥକୁ ବୁଝିବାଟା ଆମ ପାଇଁ ବେଶୀ ଜରୁରୀ। ତେଣୁ ଆମେ ଯୋଉ ଚେତନାଟି ସତ୍ୟର ସନ୍ଧାନ କରିବା ପାଇଁ ପ୍ରସ୍ତୁତ, ଯୋଉଟା ଆମ ପାଇଁ ଦିବ୍ୟ, ଯାହା ଆମ ପାଇଁ ଶୁଭଙ୍କର, ଯାହା ସମଗ୍ର ଅସ୍ତିତ୍ୱ ପାଇଁ, ସମଗ୍ର ଜଗତ ପାଇଁ, ବିଶ୍ୱ ପାଇଁ କଲ୍ୟାଣମୟ, ଯାହା ସତ୍ୟ ଶିବ ସୁନ୍ଦର, ଯାହା ସଚିଦାନନ୍ଦ ସତ୍ୟରେ ଭରା, ସେଇଭଳି ଏକ ଦୁର୍ବାର ଆକର୍ଷଣକୁ ଅନୁଭବ କରିବାର
जो तपस्याटी आम करूँ मां प्रेरणार ताहा ही प्रकृत आमको अनेक बाटरे अनुगृहित करुच्ची। तेणु से आम मां निकट में सदा कृतज्ञ रहा उचित। श्री अरविंदर पवित्र तपस्या और तांकर समग्र जीवनटी जो भली एक तपस्यार एक उज्जवल दृष्टांत ही रही, अनुपम दृष्टांत ही रही। जीवनटी केते प्रतिभारे भरा थिला, केते संभावना भरा थिला, अथच से केवल भगवान को सर्वमय सत्य निर्विशेष सत्य बोली स्वीकार कली। ता भितर निज जीवनटी को बंची एवं ताठर आउ बड़ कथा हुए तो किसी नहीं। किंतु जेतेबेले साधारण जीवन गोटे किछि पाइबा पई किछि गोटे उद्देश्य रे जोग जीवन भीतर को आसे, तपस्या भीतर को आसे, बेसी किछि ताकू लाभ हुए नहीं। कहीं ना ये एक सरल विषय नुहे। तपस्या किछि पाई जिबार इच्छा, किछि होई जिबार इच्छा, किछि हासिल करिबार इच्छा ता भितर नहीं। मां निजे आद्यशक्ति थिले, मां परमेश्वरी थिले, जगत जननी थिले, तांकर पाइबार किछि नथिला, तांको पई किछि अलभ्य नथिला। एई कथाटा भी जोगाचार्य श्रीकृष्ण कहिसंती भगवत गीता रे, मो पई अलभ्य किछि नाही, मोर अप्राप्ति किछि नाही, कि तथापि मु कर्म करे, तथापि मु साधना करे। कारण एटा व्यक्तिगत साधना नुहे, एटा होछि सेही साधना जो साधना विश्व पई मंगलमय, जहाँ विश्वर परिवर्तन आनी पारिबो। सेति पई श्री अरविंद सावित्री लिखिले, समटाइम्स वन लाइफ इज चार्ज्ड विथ अर्थ डेस्टिनी। केबे केबे पृथ्वीर भाग्य नष्ट होता है गोटे जीवन पर। मां होचंती सेही जीवन जहां उपरे ये पृथ्वीर भाग्य नष्ट होता एवं से मानव जातिर प्रतिनिधि भाव एवं अन्य पक्षरे भागवती चित शक्ति एवं परम प्रभु सहित एकीभूता आदिमाता रूप ये जगत को उद्धार करने सतत प्रयास करिसंती। मांकर से महान तपस्या को आम सब बेले मन पकेबा। सावित्री काव्य विधिबद्ध भाव स्पष्टतः ये समस्त कथा उल्लेख करा जायछि, जो तितिक्षा से वर्ण करिसंती, जो तपस्या से करिसंती मानवर मुक्ति पाई। एवं तांकर निजर प्रार्थना थिला 1914 अक्टोबर 10 रे आमे ध्यान प्रार्थना रे पढुचे, लेट मी द रिप्रेजेंटेटिव ऑफ ऑल द अर्थ so that united with my consciousness it may give itself unreservedly to thee। मुझे परि समग्र पृथ्वीर प्रतिनिधि होई उठे, जद्वारा मो चेतना संगे संयुक्त होई से निजको तुम निकटरे निशेष भाव उत्सर्ग करि परिबो। ताले भाई भणी माने जे दिव्य परम सत्ता जगत पई साधना करूछंती, जड़ माने भी जगत पई साधना करूछंती। जड़र साधनाटी को जेतेबेले आमे चिन्मयर दृष्टि नहीं बुझिबा, आपण अभिभूत हेबे, मग्न होई जिवे एवं आपण जानि परिबे जे एई उपलब्धि, एई अनुभूति बिना कोनोसी साधना होई परिबो नाही। मां जो साधना करिसंती, श्री अरविंद जो साधना करिसंती, एई संसारर मनीष मानकर चेतनार उत्तरण पथरे साहाय्य करिया पई, ऊर्ध्वलोकरु परम अतिमानस सत्य को एई पार्थिव परिवेश रे अवतरण करिया पई एवं ताहाको प्रस्तुत करिया पई से माने परम धामर मर्त्य लोक को आज उल्ही आसीछंती। आमरी जगत रे आमरी सहित आमरी परि जीवन यापन करी मनुष्य किभଳି साधना करिवो, किभଳି हेबाको साहस करिवो, किभଳି हेबाको सामर्थ्य हासिल करिवो, किभଳି आशा पोषण करिवो, से कथा सब शिखैछंती। आम अपूर्णतार मुखा को सी धारण करिछंती। आवर मास्क ऑफ इम्परफेक्शन हैज assumed, आम रक्त मांसर देह को से अपनार करिछंती। he has made this tenement of flesh his own, एवं आमरी मानवीय रूप रे
से निजर प्रतिरूप को गढ़ी हिज इमेज इन द ह्यूमन मेजर कास्ट तापरे से किभली भाव मनुष्य दिव्य हो पार दिव्य जीवनटी बंची पार एवं दिव्य संभावना गुड़ी को साकार कर से दिगरे भी काम कर दैट टू हिज डिवाइन मेजर वी माइट राइज ये उत्तरण ना तपस्या ये व्यक्तिगत उत्तरण नुहे ये सामूहिक उत्तरण जगतर उत्तरण समग्र मानव जातिर उत्तरण मां को प्रणाम प्रभु को प्रणाम आपण मान अनेक कृतज्ञता आज वक्तव्य रखुच्छी धन्यवाद।